ବିନ୍ଦୁସାଗରରେ ମୁଁ କେବେ ଭସାଏନି ଟୋକା ବେଳୁ କାହିଁକି ଗୋଟେ ମୋର ନେଚର ନାହିଁ ହ୍ୱିଲଚେୟାର ବସେଇବା କିନ୍ତୁ ଦୟାକୁ ଭଲ ପାଏ। ଦୟା ନଈ ଯୋଉ ଦୟା ନଈ କୂଳରେ ଅଶୋକ ସହିତ ଯୁଦ୍ଧ ହେଇଥିଲା ଆମ ଭାଇମାନେ ସବୁ ମରିଥିଲେ ରକ୍ତରେ ବୁଡ଼ି ଯାଇଥିଲା ସେଇ ଦୟା ନଈରେ ପ୍ରତିବର୍ଷ ମୁହୁଳା ଛାଡ଼େ ନାତୁ ନାତୁଣୀ ଆଜି ଯାଇଥିଲେ ଆପଣଙ୍କ ସହିତ ସାଥିରେ। ସେମାନେ ଆଗାମୀ ଦିନ ଦେଖିବେ ନାଇଁ ନାଇଁ ସେ କେହି ଆସିବେନି। ସେ IIT ପାଇଛି ଜର୍ମାନୀରେ ପୋଷ୍ଟିଂ। ମୋ ନାତୁଣୀ ବୋଉ ସେ IIT ସେ ଫ୍ରାନ୍ସ ପୋଷ୍ଟିଂ। ସେମାନେ ସବୁ କାହିଁକି ଆସିବେ ରାଜନୀତି କି ସେବା କରିବା ପାଇଁ ଯଦି ମନୋବୃତ୍ତି ଥାନ୍ତା ସେ ଆସନ୍ତେ। ସେ ସେବା ତାଙ୍କର ଚାକିରି ଭଲ ରୋଜଗାର ଭଲ ଭଲରେ ରହିବା ଭଲରେ ଖାଇବା ଭଲରେ ପିନ୍ଧିବା ଭଲରେ ଶୋଇବା। ନାଇଁ ନାଇଁ ଖାଲି ମୁଁ ଭସେଇ ଦିଏ ପ୍ରଭୁ ଆସନ୍ତା ବର୍ଷ ଯେମିତି ମଙ୍ଗଳ ହବ। ଆଜି ଗୋଟେ ଅପୂର୍ବ 3 ଦିନ ଭିତରେ ମୁଁ ହାରାହାରି ଭୁବନେଶ୍ୱର ଜଟଣୀ ବାଲିଅନ୍ତା ବେଗୁନିଆ ବୋଲଗଡ଼ 62ଟା ଖଣ୍ଡେ କାର୍ତ୍ତିକ ମେଢ଼ ଯାଇଛି ପ୍ରାୟ 30ଟା ଖଣ୍ଡେ ଶିବ ମନ୍ଦିର ଯାଇଛି। ସବୁଠି ଭଜନ ସବୁଠି ଗାଁର ଯୁବକମାନେ ଲାଗି ପଡ଼ିକି ପୋଖରୀକି ସଜେଇଛନ୍ତି ଲାଇଟ୍ କରିଛନ୍ତି ଫୁଲରେ ସଜେଇଛନ୍ତି ମନ୍ଦିର ସଜେଇଛନ୍ତି ସବୁଠି ଭଜନ ସବୁଠି ମେଲୋଡି ସବୁଠି ଅଷ୍ଟପହରୀ ସବୁଠି ଏବଂ ଗାଁ ମାନଙ୍କରେ ପ୍ରତି ଗାଁରେ ଚଉରା ପୂଜା ଏବଂ ଆକାଶ ଯୋଉ ଦୀପ ଚାରିଆଡ଼େ ନାଚ ଗୀତ ଭଜନ ଏଇ ହନୁମାନ ମନ୍ଦିର ଚାରିଆଡ଼େ ଗୋଟେ ମନକୁ ଆଟ୍ରାକ୍ସନ ହେଇଯାଉଛି। ହିନ୍ଦୁ ଧର୍ମ ପ୍ରତି ସ୍ନେହ ବଢୁଛି ଭକ୍ତି ବଢୁଛି ଦେବାଦେବୀ ମାନଙ୍କ ପ୍ରତି ଭକ୍ତି ବଢୁଛି। ଗୋଟେ ଆଜି ଗୁଡ ଡେ ଆନନ୍ଦ ଦିନ। ଏପର୍ଯ୍ୟନ୍ତ ମୁଁ କୌଣସି ଆଇଁଷ ଖାଇନି ନିରାମିଷ ଭିତରେ ରହିଛି ପୁରୀ ଆଳୁଦମ ରସଗୋଲା ଯୋଡ଼ିଏ ଖାଇଛି। ଆଜି ଦିନଟା ଉପାସ ରହିବନି କାହିଁ ମୋ ମନ କହୁଛି ନିରାମିଷ ରହିବ। ସେ ନିରାମିଷ ଆଉ ଆମିଷ ଯାଇନି ପିଆଜ ରସୁଣ ଖାଉଛି କାରଣ ମୁଁ ଏଇନା ଯୋଉ ଖାଇଲି ପୁରୀ ଆଳୁଦମ ପିଆଜ ପଡିଛି।